ଆଜିର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। 2 ଦିନରେ ଓଡ଼ିଶା ଛୁଇଁବ ମୌସୁମୀ। ଜୁନ୍ରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା। ଏଥର ମୌସୁମୀ ଷୋହଳ ଆସିଛି, କେରଳରେ ଆଗୁଆ ପହଞ୍ଚିଛି। ଓଡ଼ିଶାରେ ବି ସ୍ୱାଭାବିକ ସମୟଠାରୁ ଆଗୁଆ ପହଞ୍ଚିବ। ଆସନ୍ତା 2 ଦିନରେ ଓଡ଼ିଶାରେ ପହଞ୍ଚିପାରେ ମୌସୁମୀ। ଏଥର ଜୁନ୍ରେ ଓଡ଼ିଶାର ସମେତ ଦେଶର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ମୌସୁମୀ ବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗର IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଜୁନ୍ ସେପ୍ଟେମ୍ବର ମାସ ଯାଏ ଦେଶର ମୌସୁମୀ ବର୍ଷା ସ୍ଥିତି କିଭଳି ରହିବ ସେ ନେଇ IMD ଆଜି ବିସ୍ତୀର୍ଣ୍ଣ ସୂଚନା ଜାରି କରିଛି। IMD ପୂର୍ବାନୁମାନ ଅନୁସାରେ ଏଥର ଦକ୍ଷିଣ ଭାରତରେ କିଛି ସ୍ଥାନରେ, ଉତ୍ତର ପଶ୍ଚିମ ଓ ଉତ୍ତର ପୂର୍ବ ଭାରତରେ କିଛି ସ୍ଥାନରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ। ଏହାକୁ ଛାଡ଼ିଦେଲେ ଦେଶରେ ବାକି ସବୁ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି କୁହାଯାଇଛି। ଅରୁଣାଚଳ ପ୍ରଦେଶ ଓ ଆସାମ ଓ ମେଘାଳୟ କମ୍ ବର୍ଷା ହୋଇପାରେ, କିନ୍ତୁ ଓଡ଼ିଶାରେ ବଡ଼ ବର୍ଷା ହେବ ବୋଲି। ତେବେ ପଶ୍ଚିମ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶା କିଛି ସ୍ଥାନରେ କମ୍ ବର୍ଷା ହୋଇପାରେ ବୋଲି ମଡେଲରୁ ଜଣାପଡ଼ିଛି। IMD DG ମହାପାତ୍ର କହିଛନ୍ତି ଯେ ଦକ୍ଷିଣ ଭାରତକୁ ମୌସୁମୀ ଛୁଇଁ ସାରିଛି। ମେ ମାସରେ ପାକ୍ ମୌସୁମୀ ବର୍ଷା ଅଧିକ ରହିଛି। ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇପାରେ ଲଘୁଚାପ ଆଗକୁ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ବଙ୍ଗୋପସାଗରରେ ମୌସୁମୀ ବାୟୁକୁ ସକ୍ରିୟ କରାଇବା ସହ ଆଗକୁ ବଢ଼ାଇବ ଓ ଜୁନ୍ 12 ତାରିଖ ବେଳକୁ ସ୍ୱାଭାବିକ ଭାବେ ମୌସୁମୀ ଓଡ଼ିଶାରେ ପହଞ୍ଚେ। ଏଥର ମୌସୁମୀ ଅଧିକାଂଶ ସକ୍ରିୟ ଓ କେରଳ ଓ ଶୀଘ୍ର ପହଞ୍ଚିଛି। ପ୍ରଥମେ ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିଲା ମହାରାଷ୍ଟ୍ର ଓ ଉପକୂଳ ଭାରତରେ। ଏହାକୁ ରାଷ୍ଟ୍ରରେ ଉପକୂଳ ପାଖରେ ଏହା ଅବତାରଣ ଓ ପରିଣତ ହୋଇଥିଲା। ମଙ୍ଗଳବାର ଓ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ବଙ୍ଗୋପସାଗରରେ ଆରବ ସାଗରରେ ଲଘୁଚାପ ପ୍ରଭାବରେ ଅଧିକ ମେଘଖଣ୍ଡ ସୃଷ୍ଟି ହୋଇପାରେ। ଏହା ପବନ ଗତିକୁ ବଢ଼ାଇବ, ମୌସୁମୀକୁ ଅଧିକ ସକ୍ରିୟ କରିବ। ଏଥର ମୌସୁମୀ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି। ମଙ୍ଗଳବାର ଓଡ଼ିଶାର ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ ବୋଲି ଶିକ୍ଷା ଅନୁସନ୍ଧାନ ସହାୟ ପରିଚାଳନା ସେଣ୍ଟର ଓ ଫର ଏନଭାଇରନମେଣ୍ଟ ଆଣ୍ଡ କ୍ଲାଇମେଟ୍ CAT ଆକଳନ କରିଛି। ଉପପାତ ହେବା ପରେ ଏହା ଉତ୍ତର ପୂର୍ବ ଓ ଦିଗରେ ଗତି କରିପାରେ ବୋଲି ମଧ୍ୟ କୁହାଯାଉଛି। ଲଘୁଚାପ ପ୍ରଭାବରେ ଆସନ୍ତା 4 ଦିନ ରାଜ୍ୟରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ପୂର୍ବାନୁମାନ କରିଛି। ଏଥିପାଇଁ ସବୁ ଜିଲ୍ଲାରେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ ଓ କମିଶନ SRIC। ଆଜି ଓ ଗୁରୁବାର 2 ଦିନ ପାଇଁ ବିଭିନ୍ନ ସ୍ଥାନରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ଓ ଆଜି ଓ ଜଗତସିଂହପୁର, ପୁରୀ, କଟକ, କୋରାପୁଟ ଓ ରାୟଗଡ଼ା ପ୍ରବଳ ବର୍ଷା ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି। ଏହି 5ଟି ସ୍ଥାନରେ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ବର୍ଷା ସହିତ 50ରୁ 60 କିଲୋମିଟର ବେଗରେ ପବନ ବହିପାରେ। ମାଲକାନଗିରି ଓ ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଓ ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ପ୍ରବଳ ବର୍ଷା ହୋଇପାରେ। 40ରୁ 50 କିଲୋମିଟର ବେଗରେ ପବନ ବି ବହିବ ବୋଲି ଆକଳନ କରାଯାଇଛି। ପଶ୍ଚିମ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଗୁରୁବାରରେ 29 ତାରିଖ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ପ୍ରବଳ ଅତି ପ୍ରବଳ ବର୍ଷା ହେବାର ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ସମେତ ଅନ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ସହିତ 50ରୁ 60 କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରାୟ ଅଧିକାଂଶ ସ୍ଥାନରେ ବଡ଼ ବର୍ଷା ହେବ। 30 ତାରିଖର ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। 31 ତାରିଖ ଓ ମୟୂରଭଞ୍ଜ, କେନ୍ଦୁଝର କିଛି ସ୍ଥାନରେ ବଡ଼ ବର୍ଷା ସମ୍ଭାବନା ଅଛି। ଲଘୁଚାପ ପ୍ରଭାବରେ ମଙ୍ଗଳବାର ଦିନ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା ଓ ସକାଳୁ ଓ ସେ ନେଇ ସନ୍ଧ୍ୟା ଭିତରେ ପାରାଦୀପରେ 60.6 ମିଟର ଓ ଦାରିଙ୍ଗବାଡ଼ିରେ 28 ମିଟର ଓ ସମ୍ବଲପୁରରେ 24.4, ହୀରାକୁଦରେ 21.8, ଭଦ୍ରକରେ 19.8, ଚାନ୍ଦବାଲିରେ 16.8 ଓ ପୁରୀରେ 8.9 ମିଲିମିଟର ବର୍ଷା ହୋଇଛି। ରାଜ୍ୟରେ ବହୁ ସ୍ଥାନରେ ପାଗ ମେଘୁଆ ରହିବା ସହ ଝିପିଝିପି ବର୍ଷା ହେଉଥିଲା। ଦେଶର ଚଳିତ ବର୍ଷ ମୌସୁମୀକୁ ଜୁନ୍ ସେପ୍ଟେମ୍ବର ମାସରେ 106% ବର୍ଷା ହୋଇପାରେ ବୋଲି IMD କହିଛନ୍ତି। ତେବେ ପୂର୍ବରୁ IMD 105 ବର୍ଷା ହେବା ବୋଲି ପୂର୍ବାନୁମାନ କରିଥିଲେ। ଜୁନ୍ ଓ 108 ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଓ ବର୍ଷାର ପରିମାଣ 78
दशम भी अधिक बढ़ी पारे बोली आईएमडी पक्षर कहुई। गत वर्ष 2024 मौसुमी वर्षा सामान्य नियंट रही। जून मसरे 17% कम वर्षा होता और जुलाई मसरे 2% अगस्ट में 8 नियंठ होता वर्षा और सेपटे मसरे स्वाभाविक ठारू 13 और अधिकांश वर्षा होता। पूरा मौसुमी ऋतु में 5% नियंठ वर्षा होता आईएमडी तथ्य जनापड़ी बोली सूचना देते।